15 ଦିନ ମଧ୍ୟରେ ସରିବ ସୁଭଦ୍ରା ଯାନ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା ଭେରିଫିକେସନ। ଅଧିକ ରିଜେକ୍ସନ ସ୍ଥାନକୁ ଗୁରୁତ୍ୱ ଦେଉଛି ବିଭାଗ। ମାଲକାନଗିରି, ଗଜପତି କୋରାପୁଟରେ ଅକ ରିଜେକ୍ସନ ହୋଇଛି। ମାଲକାନଗିରିରେ ବୁଧବାର ଠାରୁ ଭେରିଫିକେସନ ଆରମ୍ଭ ହୋଇଛି। 15 ଦିନ ଭିତରେ ସବୁ ଯାଞ୍ଚ ସରିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସୂଚନାନୁଯାୟୀ 2025 ମାର୍ଚ୍ଚ 7 ସୁଭଦ୍ରା ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ ବୋଲି ନଭେମ୍ବର 26ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ 8 ମହିଳା ଦିବସରେ 2ର କିସ୍ତି ସୁଭଦ୍ରା ଟଙ୍କା ମିଳିବ। ତେଣୁ ମାର୍ଚ୍ଚ 7 ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ। କେହି ଆବେଦନ ପାଇଁ ଭିଡ଼ ଜମାଇବା ଦରକାର ନାହିଁ। ଏଯାଏଁ 80,46,000 ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳି ସାରିଲାଣି। 1,46,00,000 ଏଯାବତ ପଞ୍ଜୀକରଣ କରି ସାରିଛନ୍ତି। ନୂଆ କରି ଯେଉଁମାନେ ସୁଭଦ୍ରା ଆବେଦନ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ 21 ବର୍ଷ ପୂରିଥିବା ଆବଶ୍ୟକ ବୋଲି କହିଲେ ବଣ୍ଡାଘାଟିରେ ସୁଭଦ୍ରା ଅପହଞ୍ଚ ନେଇ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି, 1,711 ମହିଳାଙ୍କ ମଧ୍ୟରୁ 500ରୁ ଅଧିକ ଟଙ୍କା ପାଇ ସାରିଛନ୍ତି। ଆବେଦନ ସମସ୍ୟା ନେଇ ଅନ୍ୟମାନେ ପାଇବା ବିଳମ୍ବ ହୋଇଛି। ସରକାରୀ ଅଧିକାରୀ ବଣ୍ଡାଘାଟି ଯାଇ ଲୋକଙ୍କ ପାଖରେ ପହଞ୍ଚିବେ। ଯାହା ସମସ୍ୟା ରହିଛି, ତାହାକୁ ସରକାରୀ ଅଧିକାରୀ ଦୂର କରିବେ।